नमस्कार ମୁଁ ପ୍ରଦୀପ୍ତ କୁମାର। ଦୀର୍ଘ 24 ବର୍ଷ ଧରି ପ୍ରକାଶିତ ହୋଇ ଆସୁଥିବା ଧର୍ମ, ତଥ୍ୟ, ଜ୍ୟୋତିଷ, ସମ୍ବାଦ ଓ ସଂସ୍କାରମୂଳକ ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନର 24ତମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ କଟକ ସଦର ଥାନା ଅନ୍ତର୍ଗତ ନଥିପୁରସ୍ଥିତ ଶ୍ରୀ କେଦାରେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପତ୍ରିକାର ସମ୍ପାଦକ ଶ୍ରୀ ସନ୍ନ୍ୟାସୀଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆତ୍ମଜ୍ଞାନୀ ସନ୍ଥ ସ୍ୱାମୀ ଅଦ୍ୱୈତାନନ୍ଦ ସରସ୍ୱତୀ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବିହାରର କୁଳାଧିପତି ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ବାଗ୍ମୀ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ତାଙ୍କ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡକ୍ଟର ଶରତ କୁମାର ବିଶ୍ୱାଳ, ପାର୍ଥା ଚ୍ୟାନେଲର ନିର୍ଦ୍ଦେଶକ ଶପଥ କୁମାର ମହାପାତ୍ର, ପ୍ରଯୋଜକ ଅଭିନନ୍ଦନ ଦାସ, ବାବାଜୀ ବିଶ୍ୱନାଥ ଦାସ, ବ୍ରହ୍ମଚାରୀ ବିଶ୍ୱେଶ୍ୱର ଚୈତନ୍ୟ ସନ୍ଥ କୃଷ୍ଣ ଦାସ, ସ୍ୱାମୀ ଭବାନୀ ଶଙ୍କର ସ୍ୱରୂପ, ସ୍ୱାମୀ ଜିଜ୍ଞାସାନନ୍ଦ ମହାରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କ ଭିତରେ ଦିବ୍ୟ ଆଲୋକ ଅଛି ଏବଂ ତାକୁ ଖୋଜିବା ପ୍ରତ୍ୟେକ ମଣିଷର ପରମ ଧର୍ମ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ଶିରୋପା, ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ଦିବ୍ୟାଲୋକ ସନ୍ଧାନ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ପାଲାକାର ଡକ୍ଟର ଶିଶିର କୁମାର ପାଢ଼ୀଙ୍କୁ ଗାୟକ ରତ୍ନ, ଉପେନ୍ଦ୍ର ମହଲାଙ୍କୁ ସାମ୍ବାଦିକ ରତ୍ନ, କଟକ କମିଶନର ପୋଲିସର ଜୋନ୍ 1 ଏସିପି ଅଣ କୁମାର ସ୍ୱାଇଁଙ୍କୁ ପୋଲିସ ସେବା ରତ୍ନ, ଅଶୋକ କୁମାର ପଟ୍ଟନାୟକଙ୍କୁ ନିର୍ଦ୍ଦେଶକ ରତ୍ନ, ଦଧିଚି ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡକ୍ଟର ମନୋଜ ଦାସଙ୍କୁ ଶିକ୍ଷା ରତ୍ନ, ବ୍ରାହ୍ମଣ ସାଇଲ ଭୁବନେଶ୍ୱରୀ କ୍ଲବକୁ ସାମାଜିକ ସେବା ରତ୍ନ, ପଣ୍ଡିତ ପ୍ରମୋଦ କୁମାର ପଣ୍ଡାଙ୍କୁ ପ୍ରବକ୍ତା ରତ୍ନ ଏବଂ ନିର୍ତ୍ତାତ ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି ଚିକିତ୍ସକ ରତ୍ନଙ୍କୁ ଅଷ୍ଟରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପତ୍ରିକାର ଲେଖକ ଅଲେଖ ମିଶ୍ର, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଗୋପାଳ ମିଶ୍ର, ଅନନ୍ତ ଗୋପାଳ ପଣ୍ଡା ଏବଂ ଅର୍ଜୁନୀ ଚରଣ ବେହେରାଙ୍କୁ ଦିବ୍ୟାଲୋକ ସନ୍ଧାନର ଲେଖକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ପତ୍ରିକାର ଜାନୁଆରୀ ସଂଖ୍ୟାକୁ ଅତିଥିମାନେ ଲୋକାର୍ପଣ କରିବା ସହିତ 30 ଜଣଙ୍କୁ ଗ୍ରାମପ୍ରେମୀ ସମ୍ମାନ, ଗଣମାଧ୍ୟମ କର୍ମୀ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଇଞ୍ଜିନିୟର ବିପ୍ଳବ ଦାସ, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ କାନନ ବିହାରୀ ନାୟକ, ସାମ୍ବାଦିକ ବିଭୂତି ତରାଇ, ଇଞ୍ଜିନିୟର ସେବକ ଶ୍ରୀକାନ୍ତ, ହୃଦାନନ୍ଦ ବେହେରା, ଦିଲୁ ମଲ୍ଲିକ, ରାମଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଏହି ସଭାରେ ସ୍ୱାମୀ ତ୍ରିଲୋକେଶ୍ୱର ଭାରତୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସର୍ବଶେଷରେ ସାମ୍ବାଦିକ ପ୍ରତାପ କେଶରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦୀପ୍ତ କୁମାର ଦାସଙ୍କ ରିପୋର୍ଟ, ବିତର୍କ ନ୍ୟୁଜ୍।